ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆସିବାକୁ ଯାଉଥିବା ସରସ୍ୱତୀ ପୂଜାଠାରୁ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିବ, ଯାହା ଆପଣଙ୍କ ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦେବ। ତେଣୁ ଆପଣ ଯଦି ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଏବଂ ବେଲ୍ ଆଇକନ୍ଟିକୁ ଅନ୍ ମଧ୍ୟ ରଖିବେ। ତା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ ବୃଷ ରାଶିର ଅଧିପତି ଯଦି ଆମେ ଦେଖିବା, ଅଧିପତି ହେଉଛନ୍ତି ଶୁକ୍ର ମହାଗ୍ରହ, ଯାହାଙ୍କୁ ନବଗ୍ରହଙ୍କର ସେନାପତି ମଧ୍ୟ କୁହାଯାଏ। ତେଣୁ ଶୁକ୍ର ମହାଗ୍ରହ ଆପଣଙ୍କର ଅଧିପତି ହୋଇଥିବାରୁ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ଫୋକସ୍ କରିବେ। ଆପଣଙ୍କୁ ଧନରତ୍ନ ବୃଦ୍ଧି କରାଇବାରେ ମଧ୍ୟ ସାହାଯ୍ୟ କରାଇବେ। ଦେଖନ୍ତୁ, ଆପଣ ବହୁତ ଦୁଃଖରେ ବଞ୍ଚୁଥିଲେ, ଆପଣଙ୍କୁ ମଧ୍ୟ ବହୁତ ନିନ୍ଦା ଶୁଣିବାକୁ ପଡ଼ୁଥିଲା, ଆପଣ ବହୁତ ଋଣରେ ମଧ୍ୟ ରହିଥିଲେ, ବହୁତ କରଜ ମଧ୍ୟ କରିଥିଲେ, ଯାହାକୁ ଆପଣ ଶୁଝିପାରୁ ନଥିଲେ। ଦେଖନ୍ତୁ, ଏବେ ଆପଣଙ୍କର ସେହି ଦୁଃଖ ସବୁ ବିତି ଯାଉଥିଲା, ଯେଉଁ ଦୁଃଖ ସବୁ ଆପଣଙ୍କର ବିତି ଯାଉଥିଲା ତାହା ଏବେ ଦୂର ହେବାକୁ ଯାଉଅଛି। ଆପଣଙ୍କର ଶୁକ୍ର ମହାଗ୍ରହ ଆପଣଙ୍କର ଅଧିପତି ଅଛନ୍ତି, ଫଳରେ ଆପଣଙ୍କର ଚାକିରି କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଆସିବ। ଯଦି ଆପଣ କୌଣସି ଚାକିରି କରିନଥାନ୍ତି, ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ମାତ୍ରାରେ ଆପଣଙ୍କୁ ଅପରଚ୍ୟୁନିଟି ମିଳିବ କୌଣସି ଚାକିରି କରିବା ପାଇଁ। ଯେମିତିକି ଆପଣଙ୍କୁ କୌଣସି ଗଭର୍ଣ୍ଣମେଣ୍ଟ ଜବ୍ର ମଧ୍ୟ ମିଳିପାରେ, ଆପଣଙ୍କୁ କୌଣସି ଗଭର୍ଣ୍ଣମେଣ୍ଟ ଚାକିରି ମଧ୍ୟ ମିଳିବାର ବହୁତ ମାତ୍ରାରେ ସୁଯୋଗ ରହୁଛି। ଖାସ କରି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷର ଜୁନ୍ 2 ତାରିଖ ଠାରୁ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ନବଗ୍ରହଙ୍କ ସ୍ଥିତି ମଧ୍ୟ ସ୍ଥିର ହୋଇଯିବ, ଯାହାଫଳରେ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା ତାହା ସବୁ ଦୂର ହେବାକୁ ଲାଗିବ। ଦେଖନ୍ତୁ, ଆପଣଙ୍କର ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର 7.5 ଘରେ ଅଛନ୍ତି ଏବଂ ଶନି ମଧ୍ୟ ଆପଣଙ୍କର 9ମ ଘରେ ଅଛନ୍ତି, ଯାହାକୁ ଆପଣଙ୍କ ପାଇଁ ବହୁତ ମାତ୍ରାରେ ମଙ୍ଗଳ ମନାଯାଇଥାଏ ଏବଂ ଶନିଙ୍କର ଚଳନ ହେତୁ 9ମ ଘରେ। ତେଣୁ ଆପଣଙ୍କ ଜୀବନରେ ଶନିଙ୍କର ପ୍ରଭାବ ବହୁତ ମାତ୍ରାରେ ପଡ଼ିବ ଏବଂ ଶନି ମଧ୍ୟ ଆପଣଙ୍କ ଉପରେ ବହୁତ ମାତ୍ରାରେ ଧ୍ୟାନ ଦେବେ। ତେଣୁ ଆପଣଙ୍କର କୌଣସି ଯଦି ସମସ୍ୟା ରହିଅଛି କିମ୍ବା କୌଣସି ଜିନିଷକୁ ନେଇ ଆପଣ ଚିନ୍ତିତ ରହୁଛନ୍ତି, ତେବେ ମୋତେ କମେଣ୍ଟ କରନ୍ତୁ, ମୁଁ ତା'ର ରିପ୍ଲାଏ ଦେବି। ଏବଂ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କ ଜୀବନରେ ଯେତେ ସବୁ ଦୁଃଖ ଦୁର୍ଦ୍ଦଶା ଆସୁଥିଲା ସେଗୁଡ଼ିକ ସବୁ ଦୂର ହେବାକୁ ଲାଗିବ ଏବଂ ଆପଣଙ୍କର ଇଷ୍ଟଦେବ ହେଉଛନ୍ତି ମହାଦେବ, ଯାହାଙ୍କର ଆପଣଙ୍କ ଉପରେ ବିଶେଷ ଆଶୀର୍ବାଦ ରହୁଅଛି। ତେଣୁ ମହାଦେବଙ୍କ ମନ୍ଦିରକୁ ଟିକେ ଯାତ୍ରା କରନ୍ତୁ ଏବଂ ପ୍ରତ୍ୟେକ ସୋମବାର ଦିନ ଟିକେ ଆମିଷ ଖାଇବା ବନ୍ଦ କରିଦିଅନ୍ତୁ। ଦେଖିବେ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିବ ଆପଣଙ୍କ ଉପରେ, ଖାସ କରି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ। ଆଉ ଗୋଟେ କଥା ଦେଖନ୍ତୁ, ଦେବଗୁରୁ ବୃହସ୍ପତିଙ୍କର 7.5 ଘରେ ଚଳନ ହେତୁ ଆପଣଙ୍କ ଜୀବନରେ ପୈତୃକ ସମ୍ପତ୍ତିକୁ ନେଇ ଯଦି କୌଣସି ବାଦ ବିବାଦ ଲାଗି ରହିଥାଏ, ପୈତୃକ ସମ୍ପତ୍ତିକୁ ନେଇ ଯଦି ଆପଣଙ୍କର କୌଣସି ବାଦ ବିବାଦ ସୃଷ୍ଟି ହେଉଥାଏ, ତେବେ ଆପଣଙ୍କୁ ତାହାର ପ୍ରାପ୍ତ ହେବାର ବହୁତ ମାତ୍ରାରେ ସୁଯୋଗ ରହୁଛି। ଆପଣଙ୍କୁ ପୈତୃକ ସମ୍ପତ୍ତିର ଲାଭ ପ୍ରାପ୍ତ କରିପାରିବେ ଏବଂ ଆପଣଙ୍କ ଜୀବନଟି ସୁନ୍ଦରମୟ ଏବଂ ସରଳମୟ ହୋଇଯିବ। ତେଣୁ ଆପଣ ଗୋଟିଏ କାର୍ଯ୍ୟ କରନ୍ତୁ, ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ସ୍ଥିର ହେବ ଏବଂ ଆପଣଙ୍କର ଜ୍ଞାନ ମଧ୍ୟ ବଢ଼ିବ। ତା ସହିତ ଆପଣଙ୍କୁ ଯଦି ସମୟ ହେଉଛି, ତେବେ
ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରିବାକୁ ଭୁଲିବେ ନାହିଁ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।